କରିବି ଖାଲି ସାଉଣ୍ଡଟା ବର୍ତ୍ତମାନ ସୋସିଆଲ ମିଡିଆରେ ସମସ୍ତେ ସକ୍ରିୟ ହେବା ପାଇଁ ବିଭିନ୍ନ ପନ୍ଥା ଆପଣାଉଥିବା ବେଳେ ଯାଜପୁର ବ୍ଲକର ରିଷିପୁର ଗ୍ରାମର କମଳାକାନ୍ତ ପକ୍ଷୀମାନଙ୍କର ଶବ୍ଦ ସୃଷ୍ଟି କରି ପିଲାମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ପାଇଁ ଏକ ନୂଆ ପନ୍ଥା ଆପଣେଇଛନ୍ତି। ସୋସିଆଲ ମିଡିଆରେ ବା ୟୁଟ୍ୟୁବରେ ନିଜର ଗୋଟିଏ ସ୍ୱାଇଁ ବ୍ରଦର୍ସ ଚ୍ୟାନେଲ ଖୋଲି ଯଦି କହିବା ସକ୍ରିୟ ଭାବରେ ପିଲାମାନେ କେମିତି ଖାଇବେ ଏବଂ ପିଲାମାନଙ୍କ ପାଇଁ ବିଭିନ୍ନ ପକ୍ଷୀମାନଙ୍କର ସ୍ୱର ସେ ବାହାର କରୁଛନ୍ତି ଏବଂ ଯଦି କହିବା ଜଙ୍ଗଲୀ ଭେଷରେ ସେ ନିଜେ ସଜେଇ ହେଇ ପିଲାମାନଙ୍କର ମନୋରଞ୍ଜନ କରୁଛନ୍ତି ଏବଂ ଯାହା ଫଳରେ କି ବର୍ତ୍ତମାନ ପାଖାପାଖି ସେ 9 ଲକ୍ଷରୁ ଉର୍ଦ୍ଧ୍ୱ ସବସ୍କ୍ରାଇବର କରିସାରିଲେଣି, ସେ କ୍ରିଏଟ୍ କରିସାରିଲେଣି ଏବଂ ଯଦି ଦେଖିବା ତାଙ୍କର 1 ମିଲିୟନ ହେବା ପାଇଁ ଆଉ ଅଳ୍ପ ବାଟ ବାକି ଅଛି। ଆଜି ଆମ ସହିତ ସିଧାସଳଖ ଭାବରେ କମଳାକାନ୍ତ ନିଜେ ଯୋଡ଼ି ହେଉଛନ୍ତି। ଆମେ କମଳାକାନ୍ତଙ୍କ ସହିତ କଥା ହେବା। କମଳା ବାବୁ, ନନ୍ଦିଘୋଷ ଟିଭିକୁ ଆପଣଙ୍କୁ ସ୍ୱାଗତ। କଣ କହିବେ ଏଇ ଯୋଉ ୟୁଟ୍ୟୁବର ଯୋଉ ଫଣ୍ଡା ଆପଣଙ୍କ ମୁଣ୍ଡକୁ କେମିତି ଆସିଲା? ୟୁଟ୍ୟୁବ ତ ସୋସିଆଲ ମିଡ଼ିଆ ମାଧ୍ୟମରେ ସମସ୍ତେ ୟୁଟ୍ୟୁବରେ ପୋଷ୍ଟ କରୁଛନ୍ତି। ଆମେ ଚିନ୍ତା କଲୁ ଆମେ ବି ଗୋଟେ କିଛି ପୋଷ୍ଟ କରିବା। ଏମିତି ମନକୁ ଆସିଲା କରୋନା ସମୟରେ ଆମେ ସବୁ ଦେଖୁଥିଲୁ, ଆମେ କେବେ ମାନେ ଭାବୁଥିଲୁ କେବେ ଗୋଟେ ଦିନ ଆମେ ୟୁଟ୍ୟୁବରେ ଚ୍ୟାନେଲ ଗୋଟେ ଖୋଲିବା। ସବୁବେଳେ ଦେଖୁ ଦେଖୁ ଏମିତି ଦିନ ମନକୁ ଆସିଲା ଚ୍ୟାନେଲ ଖୋଲିବୁ, ଚ୍ୟାନେଲ କେମିତି ଖୋଲିବୁ କ'ଣ କରିବୁ, ଏମିତି କାହାକୁ ତ କହିପାରୁନଥିଲୁ। ଚ୍ୟାନେଲ ଖୋଲିବାକୁ ଆଗେ ଟିକେ ଅଡୁଆ ଲାଗୁଥିଲା, କିନ୍ତୁ ସମସ୍ତେ ତ ଜାଣିଛନ୍ତି କିଛି, କିନ୍ତୁ ଚ୍ୟାନେଲ ଖୋଲିବାର କିଛି ଇଏ ନାହିଁ। ତାପରେ ଏମିତି ଜଣେ ଆମର ପୁତୁରା ଜଣେ ଏମିତି କହିଲେ ଯେ ନାଇଁ ମୁଁ ଖୋଲିଦେବି ଚ୍ୟାନେଲଟି ଖୋଲିଦେଇଥିଲି। ମାନେ କେମିତି କ'ଣ ଭିଡ଼ିଓ ପୋଷ୍ଟ କରାହେବ, ସେ ଭିଡ଼ିଓଟା ପୋଷ୍ଟ କରିଦେଇଥିଲେ କେମିତି କ'ଣ ଫାଷ୍ଟ ଇଏ କରାହେବ। ତାର ଏମିତି ଆମ ପାଖରେ ତ ଏଡ଼ିଟିଂ କିଛି ଜଣା ନାହିଁ, ଏମିତି କିଛି ଆମ ପାଖରେ କିଛି ଇନଷ୍ଟ୍ରୁମେଣ୍ଟ ନାହିଁ। ଚିନ୍ତା କରି ଧୀରେ ଧୀରେ ଆମେ ଭିଡ଼ିଓ କାହା ଭିଡ଼ିଓ ସବୁ ଦେଖିକି ଆପଣ ଇନ୍ସପାୟାର ବୋଲି ଆମେ ଦେଖିଲୁ ଏମିତି ଜଣେ ବାର୍ଡ ସାଉଣ୍ଡରେ ଗୋଟେ ଜାଗାରେ ବସିକି ସେ ଯଦି କରୁଛନ୍ତି, ତାଙ୍କର ଯଦି ଲକ୍ଷ ଲକ୍ଷ ଭ୍ୟୁ ଯାଉଛି, ଆମେ କାହିଁକି ଆମର ଭ୍ୟୁ ନଯିବ? ଆମେ କିଛି ନୂଆ ଢଙ୍ଗରେ କରିବା। ନୂଆ ଢଙ୍ଗରେ କଲେ ଲୋକ ଟିକେ ଆକୃଷ୍ଟ ହେବେ ଯେ ସେ ଲୋକଟାକୁ ଯଦି ଜଣେ ଦେଖିପାରୁଛନ୍ତି, ଯଦି ତାଙ୍କର ବି ଯଦି ଏତେ ଭ୍ୟୁ ଯାଇପାରୁଛି, ଆମର କାହିଁକି ନଯିବ? ସେ ହିସାବରେ ଆମେ ସେ ଟାଇପର ଭିଡ଼ିଓ ପୋଷ୍ଟ କଲୁ। ପୋଷ୍ଟ କରିବାରୁ ଦେଖିଲୁ ଦର୍ଶକ ମାନେ ଆମକୁ ବି ସପୋର୍ଟ କଲେ, ସେୟାର ବହୁତ ପରିମାଣରେ ସେୟାର ବି କଲେ। ସେୟାର କରିବାରୁ ଆମେ ଜାଣିଲୁ ଯେ ନାଇଁ ଆମର ଭିଡ଼ିଓଟାକୁ ଲୋକ ପସନ୍ଦ କରୁଛନ୍ତି। ସେଥିପାଇଁ ଆମେ ସେ ଟାଇପର ଭିଡ଼ିଓ ପୋଷ୍ଟ କଲୁ। ପ୍ରେରଣା କାହାକୁ ପ୍ରେରଣାରେ ଆପଣ ଆଗକୁ ବଢିଛନ୍ତି? ପ୍ରେରଣା ତ ଦେଖନ୍ତୁ ସବୁ ମାନେ ସମସ୍ତେ ଆମର ଗାଁରୁ ଭାଇ ଭାଇ ସମସ୍ତେ ଆମ ସପୋର୍ଟରେ ମାନେ ଇଏ କରିଛନ୍ତି। ଆମର ପୁତୁରା ଝିଆରୀ ମାନେ ସମସ୍ତେ ସପୋର୍ଟ କରିଛନ୍ତି। ସେମାନେ ବି ନିଜେ ନିଜେ ସବୁ ମାନେ ସେୟାର ବି କରିଛନ୍ତି ସମସ୍ତଙ୍କୁ। ଆମର ବାବୁ କି କାକୁ ସମସ୍ତେ ଯିଏ ଡାକନ୍ତି, ନାଇଁ ତୋର ଭିଡ଼ିଓ ଭଲ ହେଉଛି, ଆମକୁ ପସନ୍ଦ ହେଉଛି, ସମସ୍ତଙ୍କୁ ଆମେ ସେୟାର କରୁଛୁ, ଦେଖୁଛନ୍ତି, ଲୋକ କହୁଛନ୍ତି। ସେ ଟାଇପର ବିଶେଷ ତ ବେଶୀ କରି ଯାହାତୁ ସିଏ ଆଗକୁ ମତେ ନେଇଛନ୍ତି, ସିଏ ପେଣ୍ଟିଂ କରିବାରେ ସାହାଯ୍ୟ କରନ୍ତି। ବହୁତ ଶୀଘ୍ର ତ ମୁଁ କେମିତି କମ ସମୟ ଭିତରେ ଆମେ ରୋଷେଇବାସ ସାରିକି ଆମେ କେମିତି ବେଶଭୂଷା ହବା। ଦେଖନ୍ତୁ ଇଏ ପେଣ୍ଟିଂ ହେଲା ବେଳକୁ ବହୁତ ସମୟ ଲାଗୁଛି, ତ ଶୀଘ୍ର ଇଏ ହବନି। ଦେଖିବେ ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟେ ଟ୍ରେଣ୍ଡ ଚାଲିଛି ଯେ ସମସ୍ତେ ଚାହୁଁଛନ୍ତି କେମିତି ରାତାରାତି ପପୁଲାର ହବା ପାଇଁ। ସେ ଗଲୁ ପାଣି ହଉ କିମ୍ବା ବିଭିନ୍ନ ପ୍ରକାର ଅଶ୍ଳୀଳ ଗୀତ ହଉ ସବୁ କରିବା ପାଇଁ, କିନ୍ତୁ ଆପଣଙ୍କ ମନରେ ଗୋଟେ ଏମିତି ଇନୋଭେଟିଭ ଆଇଡିଆ କେମିତି ଆସିଲା ଯେ ପକ୍ଷୀର ସ୍ୱର କୁ ନେଇକି ଏବଂ ପିଲାମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା? ଦେଖନ୍ତୁ ସୋସିଆଲ ମିଡିଆରେ ତ ସମସ୍ତେ ଆଗକୁ ବଢିବାକୁ ଚାହୁଁଛନ୍ତି। ଆମେ ଚିନ୍ତା କଲୁ ନାଇଁ ଆମେ କାହାକୁ ଟିକେ କାହା ମୁହଁରେ ହସ ଦବା। ହସ ଇଏ କଲେ ଲୋକଙ୍କର ଟିକେ ମାଇଣ୍ଡ ଫ୍ରେଶ ହବ। ଆମେ ଚିନ୍ତା କଲୁ ଏଇ ଭିଡ଼ିଓକି ଆମେ ଯେତେବେଳେ ପୋଷ୍ଟ କଲୁ, ଆମକୁ ମେସେଜ ଆସିଲା ଆମର ପିଲାମାନେ ଆପଣଙ୍କର ଭିଡ଼ିଓଟା ଦେଖୁଛନ୍ତି, ଦେଖିଲା ବେଳକୁ ବହୁତ ପସନ୍ଦ କରୁଛନ୍ତି। ସେହେତୁ ଆମେ ଆପଣଙ୍କ ଭିଡ଼ିଓକୁ ଆମର ପିଲାମାନଙ୍କୁ ଟିକେ ଇଏ କଲେ ଆମର ପିଲାମାନେ ଖାଇ ଦଉଛନ୍ତି ଶୀଘ୍ର ଶୀଘ୍ର। ସେଥିପାଇଁ ଆମେ ଚିନ୍ତା କଲୁ ଆମେ ବି ଟିକେ ବିଭିନ୍ନ ଢଙ୍ଗରେ ଆମେ ଚିତ୍ର ବିଚିତ୍ର ହେଲେ ଆମକୁ ଲୋକ ପସନ୍ଦ କରିବେ। ଦେଖିବେ ଯେମିତି କହୁଥିଲେ ଆଗରୁ ପିଲାମାନେ ଖାଇବା ପାଇଁ ମା ଜହ୍ନମାମୁଁର ଗପ କହୁଥିଲା, କିନ୍ତୁ ଆଜି କମଳାକାନ୍ତଙ୍କର ଭିଡିଓ ନ ଦେଖିଲେ ପିଲାମାନେ ଖାଉନାହାନ୍ତି। ପକ୍ଷୀର ରାବ କମଳାକାନ୍ତଙ୍କର ଯୋଉ ଅଛି, ପକ୍ଷୀର ସାଉଣ୍ଡ ଅଛି, ତାକୁ ଯଦି ପିଲାମାନେ ନ ଦେଖୁଛନ୍ତି ପିଲାମାନେ ଖାଉନାହାନ୍ତି, ମା କତିରେ ଅଝଟ କରୁଛନ୍ତି। ଯାଜପୁର ଭିଡ଼ିଓ ସୌମ୍ୟଙ୍କ ସହ ତପନ ମହାନ୍ତି, ନନ୍ଦିଘୋଷ ଟିଭି।